ତମେ ଆଉ ଦିଲ୍ଲୀରେ ରୁହନ, ଓଡିଶାର ଇଜ୍ଜତ ଆଉ ବିକନ। ଦୟାକରି ଓଡିଶାବାସୀଙ୍କ ଇଜ୍ଜତ ବଞ୍ଚାଇବା ପାଇଁ ନରେନ୍ଦ୍ର ମୋଦି ମହାଶୟଙ୍କୁ ଅନୁରୋଧ କରି ତାଙ୍କ ଗୋଡ ହାତ ତଳେ ବି ପଡ, ତମେ ଓଡିଶା ପଳେଇ ଆସ। ଦୁର୍ଭାଗ୍ୟ, ଓଡିଶାବାସୀଙ୍କ ଦୁର୍ଭାଗ୍ୟ। ଆମେ ତ ସବାଲ ସେ ରାଜ୍ୟସଭାକୁ ଯାଉଥିଲେ, ମୋ ସାଙ୍ଗରେ ସେ ବିଧାୟକ ଥିଲେ, ମୋର ଭଲ ବନ୍ଧୁ। ମୁଁ ତାଙ୍କୁ ଅନୁରୋଧ କରିବି, ଧର୍ମେନ୍ଦ୍ର ବାବୁ ତମେ ଆଉ ଦିଲ୍ଲୀରେ ରୁହନ, ଓଡିଶାର ଇଜ୍ଜତ ଆଉ ବିକନ। ଓଡିଶାବାସୀ ଆମେ ନତମସ୍ତକ, ମାନେ ଆମ ମୁଣ୍ଡ ନହି ଯାଉଛି ତମକୁ ଯୋଉ ଛି ଛାକର କରୁଛନ୍ତି। ଗତ କାଲି 6 ତାରିଖ ଦିନ ଲକ୍ଷ ଲକ୍ଷ ଯୁବକ ଯୁବତୀ ମାନେ ଆନ୍ଦୋଳନ କଲେ। ତମେ ଦୟାକରି ଓଡିଶାବାସୀଙ୍କ ଇଜ୍ଜତ ବଞ୍ଚାଇବା ପାଇଁ ନରେନ୍ଦ୍ର ମୋଦି ମହାଶୟଙ୍କୁ ଅନୁରୋଧ କରି ତାଙ୍କ ଗୋଡ ହାତ ତଳେ ବି ପଡ, ତମେ ଓଡିଶା ପଳେଇ ଆସ। ଆଉ ଦିଲ୍ଲୀ ଯାଅନି, ଆଉ ଦିଲ୍ଲୀ ଯାଅନି, ଓଡିଶା ରୁହ। ଓଡିଶା ରାଜନୀତିରେ ତମେ ହସ୍ତକ୍ଷେପ କର, କି ମୁଖ୍ୟମନ୍ତ୍ରୀ ହୁଅ, କି ପ୍ରାଇମ ମିନିଷ୍ଟର ହୁଅ, କଣ କରୁଛ କର, ମୁଖ୍ୟମନ୍ତ୍ରୀ ହୁଅ ପଚିଛି ନା। ଆଉ ଓଡିଶାବାସୀକି ଲଜ୍ଜା ମାନେ ଦିଅନି। ସାରା ଭାରତର ଛାତ୍ରଛାତ୍ରୀ କହୁଛନ୍ତି ଏ ଲୋକଟା ବିଲିୟନ। ଯଦି ବିଲିୟନ ଅଛି ତାହେଲେ ଫିଲ୍ମ କରିବା ଦରକାର। ଆସନ୍ତୁ ଏଠି ଓଡିଆ ଫିଲ୍ମ କରିବା, କି ମୁଖ୍ୟମନ୍ତ୍ରୀ ହୁଅନ୍ତୁ, କଣ ହୁଅନ୍ତୁ, ଆଉ ଦିଲ୍ଲୀରେ ଭାରତ ଦେଶରେ ଆଉ ମନ୍ତ୍ରୀ ହୁଅନ୍ତିନି, ତମକୁ ସମସ୍ତେ ଘୃଣା କରୁଛନ୍ତି। ନା, ନିଶ୍ଚିତ ଭାବରେ ଠିକ କଥା, ଇଏ ଭସ୍ମାସୁର ହେଇଗଲେ। ନିନ୍ଦନୀୟ କଥା, একদম ନିନ୍ଦନୀୟ କଥା। ସାମାନ୍ୟ ସ୍ୱାଭିମାନ ଥିଲେ, ନୈତିକତା କଥା ପଡିନି, ସ୍ୱାଭିମାନ ଥିଲେ ଫଟ କିନା ରିଜାଇନ୍ ଦେଇକି ବଟ୍ ବ୍ଲାଡି କହିକିରି ପଳାଇ। ଓଡିଶା ଲୋକ ଭାରି ଦୁଃଖ, ସମସ୍ତଙ୍କର ଦୁଃଖ, ଜାତି ଧର୍ମ ଦଳବତ ନିର୍ବିଶେଷରେ ସମସ୍ତେ ଦୁଃଖିତ, ଯେ ମର୍ମାହତ, ଦୁଃଖିତ ନାହିଁ ମର୍ମାହତ ଯେ ଆମର ଓଡିଆ ପୁଅ ପାଇଁ ଆମେ ଯାଉ ଗର୍ବ କରୁଥିଲୁ, ଆଜି ଆମେ ସବୁ ନିନ୍ଦିତ। ଇଏ ଓଡିଶା ଜନସାଧାରଣଙ୍କୁ ସେ ଗୋଟେ ଗିଫ୍ଟ ଦିଅନ୍ତେ, ଯଦି ରିଜାଇନ୍ ଫୋପାଡ଼ି ଦିଅନ୍ତେ, ସେ ଓଡିଶାର ସ୍ୱାଭିମାନକୁ ବଞ୍ଚେଇ ଦିଅନ୍ତେ।